ପିଲାମାନେ ତୁମେ ଶୁଣିଥିବ ୟୁଟ୍ୟୁବର କୌଣସି ଭିଡ଼ିଓରେ 1 ମିଲିୟନ ଭ୍ୟୁ ହେଇଥିବ କିମ୍ବା 100 ମିଲିୟନ ଭ୍ୟୁ ହେଇଥିବ ଅର୍ଥାତ୍ 100 ମିଲିୟନ ଲୋକ ସେ ଭିଡ଼ିଓକୁ ଦେଖିଥିବେ। ଆଚ୍ଛା ପିଲାମାନେ, ଆମେ ତ ଭାରତୀୟ ସଂଖ୍ୟା ଲିଖନ ପ୍ରଣାଳୀରେ ମିଲିୟନ ବୋଲି କିଛି ସଂଖ୍ୟା ପଢ଼ିନେ। ଆମେ ଲକ୍ଷ ପଢ଼ିଛେ, ନିୟୁତ ପଢ଼ିଛେ, କୋଟି ପଢ଼ିଛେ, କିନ୍ତୁ ମିଲିୟନ ବିଲିୟନ ଏପରି ସଂଖ୍ୟା ତ ଆମେ ପଢ଼ିନେ। ତେଣୁ 1 ମିଲିୟନ କହିଲେ କେଉଁ ସଂଖ୍ୟାକୁ ବୁଝାଉଛି? ସେପରି 1 ବିଲିୟନ କହିଲେ କେଉଁ ସଂଖ୍ୟାକୁ ବୁଝାଉଛି ତାହା ଆମେ ବୁଝିବା। 100ରେ ଆମେ ଯେତେବେଳେ 10 ଗୁଣୁଛେ ଆମେ ପାଉଛେ 1000। 1000ରେ 10 ଗୁଣିଲେ ଆମେ ପାଉଛେ 10,000। 10,000ରେ 10 ଗୁଣିଲେ ଆମେ ପାଉଛେ 1 ଲକ୍ଷ। ଏବେ 1 ଲକ୍ଷରେ 10 ଗୁଣିଲେ ଆମେ ପାଇବା 10 ଲକ୍ଷ। ତେଣୁ 1ରେ 6ଟି ଶୂନ। ଏବେ 10 ଲକ୍ଷରେ ଆମେ ଯଦି 10 ଗୁଣିବା ଆମେ ପାଇବା 100 ଲକ୍ଷ ଏବଂ 100 ଲକ୍ଷକୁ ଆମେ କହୁଛେ 1 କୋଟି। ସେପରି 1 କୋଟିରେ ଆମେ ଯଦି 10 ଗୁଣିବା ଆମେ ପାଇବା 10 କୋଟି। 1 କୋଟିରେ 7ଟି ଶୂନ, 10 କୋଟିରେ 8ଟି ଶୂନ। ଏବେ ପିଲାମାନେ ଏହି ସଂଖ୍ୟାମାନଙ୍କ ମଧ୍ୟରୁ କେଉଁ ସଂଖ୍ୟାକୁ 1 ମିଲିୟନ କିମ୍ବା 1 ବିଲିୟନ କୁହାଯାଉଛି? ଦେଖ, 10 ଲକ୍ଷକୁ ଆମେ କହିପାରିବା 1 ମିଲିୟନ। ତେଣୁ ଯଦି ଗୋଟିଏ ଭିଡ଼ିଓରେ 1 ମିଲିୟନ ଭ୍ୟୁ ଅଛି ଅର୍ଥାତ୍ 1 ମିଲିୟନ ଲୋକ ସେ ଭିଡ଼ିଓକୁ ଦେଖିଛନ୍ତି, ତାହାର ଅର୍ଥ 10 ଲକ୍ଷ ଲୋକ ସେ ଭିଡ଼ିଓକୁ ଦେଖିଛନ୍ତି। 1 ମିଲିୟନରେ ସେପରି ଆମେ 10 ଗୁଣିଲେ ଆମେ ପାଇବା 10 ମିଲିୟନ। ବୁଝିପାରୁଛ? ଏବଂ 10 ଲକ୍ଷରେ ବି ଆମେ 10 ଗୁଣିଲେ ପାଉଥିଲେ 1 କୋଟି। ତେଣୁ 1 କୋଟି ହେବ 10 ମିଲିୟନ। ଏବେ 10 ମିଲିୟନରେ ସେପରି ଆମେ 10 ଗୁଣିଲେ ଆମେ ପାଇବା 100 ମିଲିୟନ। 1 କୋଟିରେ 10 ଗୁଣିଥିଲେ ଆମେ ପାଇଥିଲେ 10 କୋଟି। ତେଣୁ 100 ମିଲିୟନ କହିଲେ ଆମେ 10 କୋଟି ଏହି ସଂଖ୍ୟାକୁ ବୁଝିବା। ଏବେ ପିଲାମାନେ 10 କୋଟିରେ ମୁଁ ଯଦି 10 ଗୁଣିବି ପାଇବି 100 କୋଟି। ଦେଖ, 10 କୋଟିରେ 8ଟି ଶୂନ ଥିଲା, 100 କୋଟିରେ 9ଟି ଶୂନ ଅଛି। 10 କୋଟି ଥିଲା 100 ମିଲିୟନ। 100 ମିଲିୟନରେ ବି 10 ଗୁଣିଲେ ମୁଁ ପାଇବି 1000 ମିଲିୟନ। ତେଣୁ 1000 ମିଲିୟନ କହିଲେ ଆମେ 100 କୋଟି ଏହି ସଂଖ୍ୟାକୁ ବୁଝିବା ଏବଂ ଏହି 1000 ମିଲିୟନକୁ ଆନ୍ତର୍ଜାତିକ ସଂଖ୍ୟା ଲିଖନ ପ୍ରଣାଳୀରେ କୁହାଯାଏ 1 ବିଲିୟନ। ତେଣୁ 1 ବିଲିୟନ କହିଲେ 100 କୋଟି ଏହି ସଂଖ୍ୟାକୁ ବୁଝିବା।